जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन को आगू बढ़ेगा। आम 9टा प्लानेट इनसाइट पढ़ी देथिले। आज आम पढ़िया भाव मान इनसाइट भाव मान इनसाइट आम मानसागर रु पढ़ते। मानसागर रु भलसे मन देकी पढ़ते मानसागर डिपिक्शन गुड़ा भी पढ़ते। बट आज आम कौन पढ़ा आज आम पढ़ा प्रथम भाव। प्रथम भाव माने इन दैट कॉन्टेक्स्ट व्हाट इज भाव। भाई देखो भाव माने हूँ से तुम 12टा डोमेन तम लाइफ रो जो थरु कि आमे प्रेडिक्शन करवा आरंभ करू। श्रीमद् भागवत गीता रे बहुत बढ़िया बढ़िया श्लोक अच्छी। जदि आपण माने नियत भाव में प्रैक्टिस करंती श्रीमद् भागवत गीता से आपनको जीवन को बहुत ही सुंदर करदब बुझिबा ପାଇଁ। जदि आपनकर ज्ञान प्रति भल पाइबा अछि तेबे आपण निश्चित भाव में श्रीमद् भागवत गीता को पढ़िबा उचित। सेठी लीला पुरुषोत्तम भगवान बहुत अ, सुंदर भाव में क्षेत्र और क्षेत्रज्ञ कनसेप्ट को बुझे। ठीक अच्छे ना। कनसेप्ट कौन कनसेप्ट है कि टाइम बुलूची। टाइम बहुत बढ़िया भाग बुलूची एवं तुमर सेतिकी कैपेबिलिटी अच्छी कि विथ टाइम विथ ड्यू प्रोसेस तुम्हें तादर कोप अप करके चली परिवो कि नहीं। तुम्हें यदि रिबेलियस एटीट्यूड रखिबो ताहले भी तुमको समय ताकू सेटा करबा कथा करेदब और बहुत पीड़ा देके करबो। एटा भाव हमको सिखाए। लेट से मु गोटे सिंपल एग्जांपल दूची। कहार लग्न रे यदि सूर्य रही गले ताले जनरली से लोक को देखा जाए से लोक का पाखरे हठात मुंड नुया को चाहे ना। कारण सूर्य होचंती राजा निजे। से कौन कहिबे जे मु का पाखरे झुंकी जाए। ମୁଁ ଗୋଟେ एग्जांपल देली। ସେଠି ଅର୍ଜୁନ 13 ନମ୍ବର ଅଧ୍ୟାୟରେ ପଚାରିଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ କି ଏ କେଶବ ମୁଁ ଜାଣିବାକୁ ଚାହୁଁଛି ଯେ ପ୍ରକୃତି ଓ ପୁରୁଷ କଣ ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ କଣ। ମୁଁ ଏହା ମଧ୍ୟ ଜାଣିବାକୁ ଚାହୁଁଛି ଯେ ପ୍ରକୃତ ଜ୍ଞାନ କଣ ଏବଂ ସେ ଜ୍ଞାନର ଲକ୍ଷ୍ୟ ବି କଣ। ଭଗବାନ କହୁଛନ୍ତି ଏହି ଶରୀରକୁ କ୍ଷେତ୍ର କର୍ମର ସ୍ଥାନ କୁହାଯାଏ ଏବଂ ଯିଏ ସେହି ସ୍ଥାନକୁ ଜାଣେ ତାକୁ କ୍ଷେତ୍ରଜ୍ଞ ବୋଲି କୁହାଯାଏ। ତାହେଲେ ଭାବ କଣ ହେଲା। ଭାବ ହଉଛି କ୍ଷେତ୍ର। ଭାବର ଅଧିପତି ହଉଛି କ୍ଷେତ୍ରଜ୍ଞ। ଏଇଟା ବୁଝିବାର କିଛି ଡାଉଟ ଅଛି। ଭାବ ହଉଛି କ୍ଷେତ୍ର ଭାବର ଅଧିପତି ହଉଛି କ୍ଷେତ୍ରଜ୍ଞ। କିନ୍ତୁ କଣ ହୁଏ ନା ବେଳେ ବେଳେ ସେ ଯେହେତୁ ପ୍ଲାନେଟାରୀ ଜିନିଷ ଗୁଡାକ ମୋସନ ରେ ବୁଲନ୍ତି ସେ ଭାବର କ୍ଷେତ୍ରଜ୍ଞ କିଏ ହବ ସେଟା ପରମପିତା ଡିସାଇଡ କରନ୍ତି। ଏବଂ ଭଗବାନ ହଉଛନ୍ତି ପ୍ରତ୍ୟେକ କର୍ମ କ୍ଷେତ୍ରର ଜ୍ଞାତା। ଯେମିତି ଭାବଟା ମାନନୀୟ କ୍ଷେତ୍ର ଏବଂ ସେଥିରେ ତାର ଅଧିପତି ହଉଛି କ୍ଷେତ୍ରଜ୍ଞ ସେମିତି ସେ କ୍ଷେତ୍ରଜ୍ଞର କଣ ନିଜର କ୍ୱାଲିଟି ଅଛି ସେଇ ଜିନିଷଟାକୁ ଦେଖିଲେ ଆମେ ଆମ ତାର କ୍ଷେତ୍ରଜ୍ଞ ବିଷୟରେ ଜାଣିବାକୁ ସମ୍ଭବ ହେଇପାରେ। ଆଉ ଯେମିତି ସଂସାରରେ ଯେକୌଣସି ଜିନିଷ ଆମେ ଦେଖୁଛୁ ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ବାହାରେ କିଛି ବି ନାହିଁ ସେମିତି ମଣିଷ ଭିତରେ ଏଇ ପଞ୍ଚମହାଭୂତ ବ୍ୟତୀତ ଅହଙ୍କାର ଅଛି ବୁଦ୍ଧି ଅଛି ଅବ୍ୟକ୍ତ ମୂଳ ପ୍ରକୃତି ଅଛି 11ଟି ଇନ୍ଦ୍ରିୟ ଅଛି ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ ଏବଂ ମନ। ଆଉ ପଞ୍ଚେନ୍ଦ୍ରିୟର ବିଷୟ ଦ୍ଵାରା କର୍ମର କ୍ଷେତ୍ର ଗଠିତ ହୁଏ। ଠିକ ସେମିତି ଭାବ ବି ସେମିତି ତାର ଯୋଉ ପ୍ଲାନେଟରୀ କ୍ଷେତ୍ରଜ୍ଞ ହେଇଥିବ ସେଇ ଭାବରେ ଭାବିତ ହେଇ ସେ ତାର ରେଜଲ୍ଟ ଟା ଦବ। ସେତେବେଳେ କେତେବେଳେ ଆସକ୍ତି ଓ ବିରକ୍ତି ଆସିବ କେତେବେଳେ ସୁଖ ଆସିବ କେତେବେଳେ ଦୁଃଖ ଆସିବ କେତେବେଳେ ଚେତନା ଆସିବ କେତେବେଳେ ଇଚ୍ଛା ଆସିବ କେତେବେଳେ ବିନମ୍ରତା ଆସିବ କେତେବେଳେ ନିଷ୍କଟତା ଆସିବ କେତେବେଳେ ଭଲ ଭାବ ଆସିବ କେତେବେଳେ ଖରାପ ଭାବ ଆସିବ ଏମିତି ଚାଲିବ। ତେଣୁ ତୁମେ ଯଦି ବ୍ରହ୍ମ ବୈବର୍ତ ପୁରାଣ ପଢିବ ସେଠି କହିଛି କାଳପୁରୁଷକୁ କୁଣ୍ଡଳୀକୁ କହିଛନ୍ତି ଭଗବାନ ନିଜେ ଯେ କାଳପୁରୁଷ କୁଣ୍ଡଳୀରେ ହଉଛି କାଳପୁରୁଷ ନିଜେ ଆସି କହିଛନ୍ତି କି ମୁଁ କିଛି ମୋ ଦ୍ଵାରା କିଛି କରାଏ ନାହିଁ ଭଗବାନ କୃଷ୍ଣ ମତେ ଯାହା ଅର୍ଡର କରନ୍ତି ମୁଁ ତଦନୁପାତିକ କର୍ମ କରେ। ଏଇଟା ଥିଲା ମୋର ବ୍ରିଫ ଇଣ୍ଟ୍ରୋଡକ୍ସନ କ୍ଷେତ୍ରଜ୍ଞ ଆଉ ଭାବ ଆଉ ପ୍ଲାନେଟ କୁ ନେଇ। ଏବେ ଆମେ ଜାଣିବା ପ୍ରଥମ ଭାବରୁ ଆମେ କଣ ଦେଖୁ। ପ୍ରଥମ ଭାବକୁ ଆମେ କହୁ ଲଗ୍ନ। ପ୍ରଥମ ଭାବ ଆମକୁ ଆମେ କହୁ ଲଗ୍ନ।
ଲଗ୍ନର ଗୋଟେ ନିଜସ୍ୱ କ୍ୟାରେକ୍ଟରିଷ୍ଟିକ୍ସ ଅଛି। ଏବେ ଲଗ୍ନାଧିପତି ଯୋଉଠି ଯୋଉ ଯୋଉ ଭାବରେ 12ଟା ଭାବ ଭିତରୁ ଯୋଉ ଭାବରେ ବସିଲେ ତଦନୁପାତିକ ତାର ରେଜଲ୍ଟ ତାଙ୍କର ପ୍ରଦାନ କରିବେ। କିନ୍ତୁ ଲଗ୍ନର ତ ପୁଣି ନିଜସ୍ୱ କିଛି କ୍ୟାରେକ୍ଟରିଷ୍ଟିକ୍ସ ରହିବ ନା ନାଇଁ, ତେଣୁ ସେ କ୍ୟାରେକ୍ଟରିଷ୍ଟିକ୍ସ ତାର ରହେ। ତାହେଲେ ଲଗ୍ନରୁ ଆମେ କଣ କଣ ଦେଖୁ ନା, ଲଗ୍ନରୁ ଦେଖୁ ଆମର ନିଜସ୍ୱ କ୍ୟାରେକ୍ଟରିଷ୍ଟିକ୍ସ, ଆଚରଣ। ଲଗ୍ନ କିଏ ନା ଲଗ୍ନ ତୁମେ ନିଜେ, ତମର ଆଚାର, ତମର ବ୍ୟବହାର, ତୁମର ସୁଖ, ତୁମର ଦୁଃଖ, ତୁମର କେତେ ବର୍ଷ ତମେ ବଞ୍ଚିବ, ସର୍ଭାଇଭ କରିବ, ତୁମର ଜ୍ଞାନ, ତୁମର ଜନ୍ମସ୍ଥାନ, ତୁମର ମାନ, ତୁମର ସମ୍ମାନ, ତୁମର ସ୍ୱପ୍ନ, ତୁମର ଷ୍ଟ୍ରେଂଥ, ତୁମର ୱିକନେସ, ତୁମର ଡିଗ୍ନିଟି, ତୁମର ସାମାଜିକ ଲାଇଫ, ତୁମର ସେଲ୍ଫ ରେସ୍ପେକ୍ଟ। ଆଉ କଣ, ତମର କେତେ ଜ୍ଞାନ ହବ, କୋଉ କ୍ଷେତ୍ରରେ ତମେ କେମିତି ପଇସା ବନେଇ ପାରିବ, କୋଉ କୋଉ କ୍ଷେତ୍ରରେ ତମେ ମାନେ ତମର ପରାକ୍ରମ ଟା ଦେଖିଲେ ପଇସା ବନେଇ ପାରିବ। ଆଉ ଆଉ କଣ ଦେଖିବା, ତମେ କେତେ ତ୍ୟାଗ କରିପାରିବ, ତମେ କାହାକୁ କେତେ ଇନସଲ୍ଟ କରିପାରିବ, ତମେ କେତେ କାହାକୁ ଅ, ପ୍ରତିଶୋଧ ପରାୟଣ ହେଇପାରିବ। ଏଗୁଡା ବି ଆମେ ଲଗ୍ନରୁ ଦେଖୁ। ଏବଂ ଆଉ କଣ ଦେଖିବା, ହଁ କାହାକୁ କେତେ ଲାଞ୍ଛନା ମିଳିବ, କାହାକୁ କେତେ ସମ୍ମାନ ମିଳିବ, ସେଟା ବି ଆମେ ଲଗ୍ନରୁ ଦେଖୁ। ତେବେ ଲଗ୍ନାଧିପତି ଯଦି ଇନଫ୍ଲିକ୍ଟେଡ ହେଇଗଲା, ତାହେଲେ ତାକୁ ସମ୍ମାନ ମିଳିବ କି ଲାଞ୍ଛନା ମିଳିବ ରାଜୁ? ସମ୍ମାନ ମିଳିବନି। ସେଟା ଦେଖିବାକୁ ପଡିବ କି ମାନେ କୋଉ ପ୍ଲାନେଟ ବଇଛି ଆଉ କୋଉ କଣ୍ଡିସନରେ ଅଛି। ଇନଫ୍ଲିକ୍ଟ ହେଲା ମାନେ ହିଁ ତ ଖରାପ ପ୍ଲାନେଟ ଦେଖୁଛନ୍ତି ବୋଲି ତ ଇନଫ୍ଲିକ୍ଟ ହେଲା। ହଁ। ବେଳେ ବେଳେ ଇନଫ୍ଲିକ୍ଟ ହେଇକି ବି ଭଲ ରେଜଲ୍ଟ ଦିଅନ୍ତି। ହଁ ବହୁତ ପୀଡା ପରେ। ହୁଁ। ତେଣୁ ଏଇ ସବୁ ଜିନିଷ ଆମର ଗତାନୁଗତିକ ଭାବରେ ଚାଲି ଆସୁଛି। ତେଣୁ ଲଗ୍ନ ବିଷୟରେ ଆମର କଣ ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ନେଲେ, ଏଇଆ ବ୍ରିଫ ଇଣ୍ଟ୍ରୋଡକ୍ସନ ନେଲେ ଯେ ଲଗ୍ନାଧିପତି ଯୋଉଠି ରହିବ, ଯେଉଭଳି ଭାବରେ ରହିବ, ସେଇଭଳି ଭାବରେ ତୁମକୁ ତାର ରେଜଲ୍ଟ ସେ ତାର ପ୍ରଦାନ କରିବ। ଏବଂ ତୁମେ ସେ ହାଉସକୁ ବି କଣ୍ଟ୍ରୋଲ କରିପାର। ଏବେ ଏଠି ଦିଟା ଡାଇମେନସନ ଆସୁଛି। ଫାର୍ଷ୍ଟ ଡାଇମେନସନ କଣ ନା, ଗୋଟେ ହଉଛି ସାତ୍ବିକ ଡାଇମେନସନ। ଆଉ ମୁଁ ରାଜସିକକୁ ଲେଖିନି, ମୁଁ ଡାଇରେକ୍ଟ ତାମସିକ ହିଁ ରଖିଛି। ବିକଜ ଦେୟାର ଇଜ no difference between Rajasic and Tamasic. However, it is a subtle difference. ମାନେ ଗୋଟେ ସୂକ୍ଷ୍ମ ଡିଫରେନ୍ସ ଅଛି ରାଜସିକ ତାମସିକ ଭିତରେ। ଆଇଦର ସାତ୍ବିକ କର ନହେଲେ ଅସାତ୍ବିକ କରିଦିଅ ତ, ଠିକ ଅଛି ନା। ଏବେ କୋଉ କୋଉ ଗୁଡାକ ସାତ୍विକ, କୋଉ କୋଉଗୁଡା ଅସାତ୍ବିକ, ସେଟା ବି ଶ୍ରୀମଦ ଭାଗବତ ଗୀତାରେ ଦିଆଯାଇଛି। ଆଉ ସେଟା ବି ଆରାମସେ ଆପଣ ମାନେ ଦେଖିପାରିବେ। ତେଣୁ ଆମେ କଣ ଏଥିରୁ ଜାଣିଲେ ଯେ ଲଗ୍ନାଧିପତି ଯୋଉ ଭାବକୁ ଯିବ, ସେ ଭାବରେ ତୁମର କଣ ରହିବ, ସେଇ ଭାବକୁ ତୁମେ ଯଦି ଇନଭୋକ କରିବ, ତାହେଲେ ତୁମର ପରାକ୍ରମଟା ସେଉଠି ହିଁ ଜଣା ପଡିବ। ଠିକ ଅଛି, ମୋର ଗୋଟେ ପୁରା ସିମ୍ପଲ ଆଇଡିଆ ଦଉଛି। ଏବେ ଲଗ୍ନାଧିପତି ଲଗ୍ନରେ ବସିଲା, ତାହେଲେ ମଣିଷକୁ କଣ କରିବା ଉଚିତ? ହୁଁ, ନା, ମଣିଷକୁ ଭୋଗଠୁ ଦୂରରେ ରହିବା ଉଚିତ। ମଣିଷକୁ ପାଇବା ଆଶାଠୁ ଦୂରରେ ରହିବା ଉଚିତ। କାହିଁକି? କାରଣ ଯିଏ ନିଜ अपने गली में कुत्ता भी शेर होता है। ନିଜ ଘରେ ନିଜ ପ୍ଲାନେଟ ବସିଗଲା, ଲଗ୍ନାଧିପତି ଲଗ୍ନ ଘରେ ବସିଲେ, ସେ କହିବ ମୁଁ କାହା କଥା ଶୁଣିବିନି, ତମେ ମାନେ ମୂର୍ଖ, ତମେ ମାନେ ମିଳେଛ, ତମେ କଣ ଜାଣିଛ, ମୋଠୁ ଅଧିକା ତମେ ଜାଣିଛ। ତେଣୁ ସିଏ ବୃହସ୍ପତି ହୁଅନ୍ତୁ, ଚାହେ ସେ ମାର୍ସ ମଙ୍ଗଳ ମହାରାଜ ହୁଅନ୍ତୁ, ଯଦି ସିଏ ଲଗ୍ନାଧିପତି ଲଗ୍ନ ଘରେ ବସିଛନ୍ତି, ତାଙ୍କୁ କୌଣସି ଲୋକର ସେ ଅଧୀନତା ସ୍ୱୀକାର କରିବେନି। ସିଏ କଣ କରିବେ ନା ନିଜ ହିସାବରେ ଚାଲିବେ। ଲଗ୍ନାଧିପତି ଯଦି ସେକେଣ୍ଡ ହାଉସ କୁ ଗଲା, ତାହେଲେ କିନ୍ତୁ କଣ ହବ ନା ପରିବାର ପରିଜନ ବନ୍ଧୁଙ୍କୁ କଣ୍ଟ୍ରୋଲ କରିବ। ହୁଁ, ଥାର୍ଡ ହେଲେ ସେ ପରାକ୍ରମ କରିବ। ଫୋର୍ଥ ହେଲେ ତାର ମାନସିକ ମାନେ ମା ସୁଖ ସୁବିଧାରେ ମନେ ରହିବ। ଏଇଭଳି ଭାବରେ ସବୁ ଯୋଉ ଭାବର କାରକ ତତ୍ତ୍ୱ ଅଛି, ଆମେ ଯେତେବେଳେ ଧୀରେ ଧୀରେ ପଢିବା, ସେତେବେଳେ ଆମେ ଗୋଟେ ଗୋଟେ କଥା ଭଲସେ ଜାଣିବା। ତେଣୁ ଏ ସେସନ ଆମେ କଣ ଜାଣିଲେ? ଏ ସେସନ ଜାଣିଲେ
ଯେ ଭାବ ହଉଛି କ୍ଷେତ୍ର, ଆଉ ସେଥିରେ ତାର ଯୋଉ କ୍ଷେତ୍ରର ଯୋଉ ଅଧିପତି ବନନ୍ତି, ଯୋଉ ପ୍ଲାନେଟ ବନନ୍ତି, ସେ ହଉଛନ୍ତି କ୍ଷେତ୍ରାଧିପତି, କ୍ଷେତ୍ରଜ୍ଞ। କିନ୍ତୁ ଯଦି କୌଣସି କ୍ଷେତ୍ରରେ ଅନ୍ୟ କୌଣସି କ୍ଷେତ୍ରଜ୍ଞ ବସିଗଲା, ମାନିକି ଚାଲନ୍ତୁ ରାଜବାବୁଙ୍କର ଗୋଟେ ଘର ଅଛି, ରାଜବାବୁ ମତେ ଘର ଭଡାଟି ଦେଲେ, ବର୍ତ୍ତମାନ ସେଇ ଯୋଉ ଘରଟା ହେଲା କ୍ଷେତ୍ର, ରାଜବାବୁଙ୍କ ଘର ଭଡା ମୁଁ ନଉଛି, ତାହେଲେ ବର୍ତ୍ତମାନ କ୍ଷେତ୍ରଜ୍ଞ କିଏ? କିଏ ରାଜବାବୁ? ହୁଁ। ଆପଣ। ଯିଏ ଭଡା ରଖୁଛି, ହୁଁ ଯିଏ ଭଡାରେ ରହିଛି, ସିଏ ହୁଁ। କ୍ଷେତ୍ରଜ୍ଞ ହବ ନା ଭାଇ। ଆଜ୍ଞା। ଏଇଭଳି ଭାବରେ, ଏଇଭଳି ଭାବରେ ପ୍ଲାନେଟ ମାନେ ତାଙ୍କୁ ନିୟନ୍ତ୍ରିତ କରନ୍ତି, ଠିକ ଅଛି ନା। ହୁଁ ତେଣୁ ସର୍ବପ୍ରଥମେ କୌଣସି ଭାବର କାରକ ତତ୍ତ୍ୱକୁ ଜାଣିବାକୁ ହେଲେ ତମ ଗ୍ରହ ମାନଙ୍କର ଯୋଉ କାରକ ତତ୍ତ୍ୱ ଅଛି, ସେ କାରକ ତତ୍ତ୍ୱକୁ ଭଲସେ ଟିକେ ଯଦି ମନେ ରଖିଥିବ, ଏବଂ ସେ କୋଉ ଘରର ଅଧିପତି ହେଇ କୋଉ ଘରେ ଯାଇ ବସିଛି, କୋଉ କ୍ଷେତ୍ରଜ୍ଞ ହିଁ କୋଉ କ୍ଷେତ୍ରକୁ ସମ୍ଭାଳୁଛି। ହୁଁ ଆପଣ ଜାଣିଥିବେ, ଧର ଆପଣଙ୍କର ଆପଣ ଗୋଟେ ଜବ କରିଛନ୍ତି, ଆପଣଙ୍କୁ ଗୋଟେ ଡିପାର୍ଟମେଣ୍ଟ ମିଳିଛି, ହେଲା ସେଟା ହେଲା ଆକାଉଣ୍ଟ ଡିପାର୍ଟମେଣ୍ଟ। ଇନ୍ ଆଡିସନ ଟୁ କେବଳ ଆକାଉଣ୍ଟ ଡିପାର୍ଟମେଣ୍ଟ, କେବଳ ଆପଣଙ୍କ ପାଖରେ ଆକାଉଣ୍ଟ ଡିପାର୍ଟମେଣ୍ଟ ନାହିଁ, ହୁଁ ଆପଣଙ୍କୁ ଓଭରଅଲ ଦେଖିବାକୁ ପଡୁଛି, ଆଡମିନିଷ୍ଟ୍ରେଟିଭ ର କିଛି ବି ଜିନିଷ ଦେଖିବାକୁ ପଡୁଛି। ତାହେଲେ ଆପଣ କଣ କହିବେ କି ମୁଁ କେବଳ ଆକାଉଣ୍ଟ ଡିପାର୍ଟମେଣ୍ଟ ସମ୍ଭାଳିବି, ଆଉ ମତେ ଯୋଉ ଅନ୍ୟ ଏକ୍ସଟ୍ରା ବର୍ଡନ ଦିଆଯାଉଛି ମୁଁ ସେଟା ସମ୍ଭାଳିବିନି? ହୁଁ ଆପଣଙ୍କୁ କରିବାକୁ ପଡିବ। ହୁଁ ହୁଁ। ମୋ କଥାଟା ବୁଝିପାରୁଛନ୍ତି ନା ନାଇଁ? ଯୋଉ ଦାୟିତ୍ୱ ମିଳିଛି ସେଟା କରିବାକୁ ପଡିବ। ଠିକ ସେମିତି ପ୍ଲାନେଟ ମାନେ ଅନ୍ୟ କ୍ଷେତ୍ରଜ୍ଞ ହିଁ ମଧ୍ୟ ଅନ୍ୟ କ୍ଷେତ୍ରରେ ଭଗବାନଙ୍କର ଇଚ୍ଛା ଅନୁସାରେ ଯେତେବେଳେ ରାଜ କରନ୍ତି, ସେତେବେଳେ ଆସନ୍ତି ଦେବା ପାଇଁ କିଛି ରେଜଲ୍ଟ, ଆଉ ସେ ରେଜଲ୍ଟ ଟା ପ୍ରି ଡିଫାଇଣ୍ଡ ହେଇଥାଏ। ସେଟାକୁ କୌଣସି ଲୋକର ବା କୌଣସି ଜେନେରାଲ ମଣିଷ ମାନଙ୍କର ସାମର୍ଥ୍ୟ ନଥାଏ ସେଟାକୁ ଚେଞ୍ଜ କରିବା ପାଇଁ। କାହିଁକି ସାମର୍ଥ୍ୟ ନଥାଏ? କାରଣ ଆମର ବିଭିନ୍ନ ଜନ୍ମର ପ୍ରାରବ୍ଧ, ଯୋଉ ପୂର୍ବ ଜନ୍ମର କର୍ମ ଫଳ ରହିଛି, ସେ କର୍ମ ଫଳର ଆମଦାନୀ ଆଉ ରପ୍ତାନି ସେଇଟା ଆମେ ହିଁ କରୁ। ଆମ ପୀଡା ପାଇଁ ଆମେ ହିଁ ସର୍ବପ୍ରଥମେ ଦାୟୀ। ଏଇ ଜିନିଷଟା ଆମର ସୁଖ ପାଇଁ ବି ଆମେ ମାନେ ଦାୟୀ, ଆମର ଭୋଗ ପାଇଁ ଆମେ ମାନେ ଦାୟୀ, ଆମର ଦୁଃଖ ପାଇଁ ଆମେ ମାନେ ଦାୟୀ, ମାନେ ଯାହା ବି କରୁ ସେଇଟା ଆମେ ହିଁ ଦାୟୀ। ଯେତେବେଳେ ସର୍ବପ୍ରଥମେ ଆମେ ମାନେ ନିଜକୁ ଦେଖିବା, ତାହେଲେ କାହାକୁ ଦେଖିବା? ତାହେଲେ ଆମେ ଲଗ୍ନକୁ ହିଁ ଦେଖିବା, ଲଗ୍ନର ଇମ୍ପ୍ଲିକେସନକୁ ଦେଖିବା। ଆଉ କଥାଟା ବୁଝିପାରୁଛ ନା ନାଇଁ? ହୁଁ ଆଉ ଲଗ୍ନଟା ଏତେ ଇମ୍ପୋର୍ଟାଣ୍ଟ କଣ ପାଇଁ? ନା ସେ କେନ୍ଦ୍ର ବା ବିଷ୍ଣୁ ସ୍ଥାନର ଆଦ୍ୟ ସ୍ଥାନ, ହୁଁ ତ୍ରିକୋଣ ଲକ୍ଷ୍ମୀ ସ୍ଥାନର ଆଦ୍ୟ ସ୍ଥାନ, ଏବଂ ଲଗ୍ନ ହଉଛି କୁଣ୍ଡଳୀର ମଧ୍ୟ ଆଦି ସ୍ଥାନ, ତମ କୁଣ୍ଡଳୀର ମଧ୍ୟ ଆଦି ସ୍ଥାନ। ତେଣୁ ଏଇଟା ଏତେ ଇମ୍ପୋର୍ଟାଣ୍ଟ। ଯଦି ଲଗ୍ନ ଉପରେ କୌଣସି ଇନଫ୍ଲିକ୍ସନ ଅଛି, ବା ଲଗ୍ନାଧିପତି କୌଣସି ଦୁସ୍ଥାନକୁ ପଳେଇଛି, ବା ଲଗ୍ନାଧିପତି କୌଣସି ବ୍ୟାଡ ପ୍ଲାନେଟ ସହିତ ଇନଫ୍ଲିକ୍ଟ ହେଇଯାଇଛି, ତାହେଲେ ପୀଡା କାହାକୁ ହବ? ନିଜକୁ ହିଁ କରିବ। ସ୍ଵୟଂକୁ। ହୁଁ। ଆଉ କେତେବେଳେ ହବ? ଯେତେବେଳେ ପ୍ଲାନେଟ ପ୍ଲାନେଟ କହିବେ, ଗୋଚର। ହଁ, ପ୍ଲାନେଟ କହିବେ ଯେ ଯେତେବେଳେ ତୁମେ ମାନେ ପୀଡା ପାଇବ, ଆମେ ଗୋଟେ କୁଣ୍ଡଲି ଦେଖିଲେ କହିବା ଆରେ ବାପ ରେ ବାପ କି ବଢିଆ ରାଜଯୋଗ ଅଛି, କି ବଢିଆ ଅଛି, ସବୁ ବଢିଆ ବଢିଆ ଅଛି। କିନ୍ତୁ ସାମ୍ନା ବାଲା କହୁଛି ମୁଁ ତ ଏପର୍ଯ୍ୟନ୍ତ କିଛି ସେଗୁଡାକ ଭୋଗ କରିପାରିନି, ତୁମେ ଯୋଉଗୁଡା କହୁଛ। ତେଣୁ ଯେତେବେଳେ ତମେ କୌଣସି କୁଣ୍ଡଲି ଦେଖିବ, କେବଳ କୁଣ୍ଡଲି ଦେଖିକି ଯୋଗ ଦେଖିଦେଲେ ସରିଯିବନି। ଯୋଗ ଦେଖିବା ପରେ ମଧ୍ୟ ଯେତେବେଳେ ତମ ପାଖକୁ କୋଶ୍ଚିନ୍ ଆସିବ ଯେ ଆପଣ ତ ସବୁ କହିଲେ, ହେଲେ ହେବ କେତେବେଳେ? ହେବ ସେତିକି ବେଳେ ଯେତେବେଳେ ସେ ଗ୍ରହର ଦଶା ଅନ୍ତର୍ଦଶା ଚାଲିବ, ଅର ଗୋଚରରେ ସେ ପ୍ଲାନେଟ ଆକ୍ଟିଭେଟ ହବ। ହୁଁ ସେତେବେଳେ ଆମେ ଆସିବା ଟାଇମିଂ ଅଫ ଇଭେଣ୍ଟସ କୁ କାଲକୁଲେଟ କରିବା ପାଇଁ। ଠିକ ଅଛି ନା? ତ ଆଜିର ସେସନ ଆମର ଗୋଟେ ବ୍ରିଫ ଇଣ୍ଟ୍ରୋଡକ୍ସନ ଥିଲା, ଗୋଟେ ଇନସାଇଟ ଭିଡିଓ ଥିଲା ଲଗ୍ନ ଉପରେ। କି ଲଗ୍ନ କଣ, କାହିଁକି ଏ ଭାବର ଭାବ କଣ, କୁଣ୍ଡଳୀର ଦ୍ୱାଦଶ ଭାବର ମହତ୍ଵ କଣ ରହିଛି, ଏବଂ ସେ କ୍ଷେତ୍ର କ୍ଷେତ୍ରଜ୍ଞ କଥା ଶ୍ରୀମଦ ଭାଗବତ ଗୀତାରୁ ଏଇ ସବୁ ଜିନିଷକୁ ଆମେ ଆସିମିଲେଟ କରି ଗୋଟେ ସିମ୍ପଲ କନକ୍ଲୁଜନରେ ପହଞ୍ଚିଲେ ଏଇଆ, ଯେ ଲଗ୍ନ ହଉଛି ବହୁତ ଇମ୍ପୋର୍ଟାଣ୍ଟ। ଆମେ ଯେକୌଣସି ବି କୁଣ୍ଡଲି ଦେଖୁ, ଯାହା ବି ଦେଖୁ, ଯେତେ ଷୋଡଶ ବର୍ଗର ଯେତେ କୁଣ୍ଡଲି ଅଛି, ଏଇ ଲଗ୍ନର ହିଁ ଛୁଆ ସବୁ। ତେଣୁ ଲଗ୍ନ କୁଣ୍ଡଳୀକୁ ବାଇପାସ କରିକି ବା ଲଗ୍ନକୁ ବାଇପାସ କରିକି କୁଣ୍ଡଲି ଦେଖିବାଟା ଉଚିତ ନୁହେଁ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।